ଆଜିର ରାଶିଫଳ 17 ଡିସେମ୍ବର ବୁଧବାର ଶୁଭ ସକାଳ ଫ୍ରେଣ୍ଡସ୍। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 14, ସୂର୍ଯ୍ୟାସ୍ତ ସମୟ 5ଟା 10। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ଚନ୍ଦ୍ର ତୁଳା ଦିବା 10ଟା 29 ଗତେ ବିଛା, ନକ୍ଷତ୍ର ବିଶାଖା ସନ୍ଧ୍ୟା 5ଟା 11 ଗତେ ଅନୁରାଧା, ତିଥି ତ୍ରୟୋଦଶୀ ରାତ୍ରି 2ଟା 32 ଗତେ ଚତୁର୍ଦ୍ଦଶୀ, ଯୋଗ ସ୍ୱକର୍ମା ଦିବା 2ଟା 16 ଗତେ ଧୃତି। ଆଜିର ଶୁଭ ସମୟ 6ଟା 18 ରୁ 8ଟା 28, 10ଟା 37 ରୁ 11ଟା 42, 1ଟେ 30 ରୁ 3ଟା 40, 5ଟା 59 ରୁ 6ଟା 52। ଏହି ସମୟରେ କୌଣସି କାମ କରନ୍ତୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଜିର ରାହୁ କାଳ 11ଟା 42 ରୁ 1ଟେ 3, କାଳ ବେଳା 9ଟା ରୁ 10ଟା 21, ବାର ବେଳା 11ଟା 42 ରୁ 1ଟେ 3। ଏହି ସମୟରେ କୌଣସି ବି ଶୁଭ କାମ କରନ୍ତୁ ନାହିଁ। ଆଜି ବାଇଗଣ ଖାଇବା ଦେହ ପ୍ରତି କ୍ଷତିକାରକ ହୋଇଥାଏ। ଆଜି ବୁଧବାର ଅଛି, ବିଷ୍ଣୁ ସହସ୍ର ନାମ ଶୁଣନ୍ତୁ, ଆପଣଙ୍କ ଦିନ ଭଲ ରହିବ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ଉନ୍ନତି, ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କାର୍ଯ୍ୟାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମ ପରିଶ୍ରମ ଜାରି ରଖିବେ। ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ବ୍ଲୁ କଲର। ଆପଣ ଆଜି ମହାମୃତ୍ୟୁଞ୍ଜୟ 108 ଶୁଣନ୍ତୁ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ବାଣିଜ୍ୟ ବ୍ୟବସାୟୀରେ ଆୟ ସ୍ୱଳ୍ପ ରହିବ। କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷରେ ଶିକାର ହେବେ। ବାପା ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ। ପରିବାର ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି। ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ। ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଗ୍ରୀନ୍ କଲର। ଆପଣ ଆଜି ବିଷ୍ଣୁ ସହସ୍ର ନାମ ଶୁଣନ୍ତୁ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀରେ ଆୟ ମଧ୍ୟମ ହେବ। କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ। ମନ ଅସ୍ଥିର ରହିବ ଓ ପରିବାରର ବିବାଦ ଦେଖାଦେବ। ସମସ୍ତ କର୍ମ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ ସ୍ୱକର୍ମରେ ଅବହେଳା କରିବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ କଲର। ଆପଣ ଆଜି ମହାମୃତ୍ୟୁଞ୍ଜୟ 108 ଶୁଣନ୍ତୁ ଏବଂ ପଶୁମାନଙ୍କୁ ଖାଇବାକୁ ଦିଅନ୍ତୁ। ସେଇଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନ ଉଚ୍ଚ ପ୍ରଶଂସିତ ହେବେ। ମହିଳା ଓ ସହକର୍ମୀଙ୍କ ସହ ସାହାଯ୍ୟ ସହଯୋଗ ପାଇବେ। ସହଧର୍ମିଣୀଙ୍କ ସହଯୋଗ ପାଇବେ। ସ୍ତ୍ରୀ ଓ ହେତୁକୁ ଧନପ୍ରାପ୍ତିର ଯୋଗ ରହିଛି। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ ଅସ୍ଥିର ମନ ହେବ। ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାର ସେବାରେ ଦିନଟି ବିତାଇବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଗ୍ରୀନ୍ କଲର। ଆପଣ ଆଜି ମହାଦେବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ। ସେଇଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦ ବିବାଦ ପ୍ରତି ସତର୍କ ରହିବେ। ଗ୍ୟାସ୍ ହିଟର ବ୍ୟବହାର କାଳରେ ସାବଧାନ ରହିବେ। ବାଣିଜ୍ୟ ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ। କର୍ମରେ ଆଳସ୍ୟତା ଓ ଅନାଗ୍ରହ ଭାବେ ପ୍ରକାଶ ପାଇବ। ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ। ପରିବାର ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମ ପ୍ରତି ଅନାଗ୍ରହ ହେବ। ମହିଳାମାନଙ୍କ ଓ ଗୁରୁଜନଙ୍କ ସହ ବିବାଦ ହେବ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ କଲର। ଆପଣ ଆଜି ପଶୁ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ। ସେଇଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର କନ୍ୟା ଅବଜ୍ଞା କରିବେ। ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ। ବାଣିଜ୍ୟ ବ୍ୟବସାୟୀରେ ଆୟ ମଧ୍ୟମ ହେବ। କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ ଉପରିସ୍ଥ କର୍ମୀ ଅପମାନ ଦେଇପାରନ୍ତି। ବାପା ମାଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମ ଅବହେଳା କରିବେ। ମହିଳାମାନେ ପରିବାର ଅସମ୍ମାନିତ ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଗ୍ରୀନ୍ କଲର। ଆପଣ ଆଜି ଚଢ଼େଇମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। ସେଇଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହଯୋଗ ପାଇବେ। ବ୍ୟବସାୟୀରେ ଆୟ ମଧ୍ୟମ ହେବ। କର୍ମସ୍ଥାନରେ ପ୍ରଶଂସିତ ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ଓ ସତ୍କାର କରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ବ୍ଲୁ କଲର। ଆପଣ ଆଜି ଚଢ଼େଇମାନଙ୍କୁ ଖାଇବାକୁ ଦିଅନ୍ତୁ। ସେଇଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। କର୍ମ ପ୍ରତି ଆଗ୍ରହ, ଏକାଗ୍ରତା, ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟୀ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିରେ ସମ୍ଭାବନା ରହିଛି। ଭାତୃ ଭଗ୍ନୀଙ୍କ ସାହାଯ୍ୟ ଏବଂ ପରିବାର ସାହାଯ୍ୟ ପାଇବେ।
ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ କଲର। ଆପଣ ଆଜି ମା ଦୁର୍ଗାଙ୍କୁ ପୂଜା କରନ୍ତୁ। ସେଇଭଳି ଧନୁ ରାଶି ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ କ୍ଷତି ଓ ବାଣିଜ୍ୟ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଇଯାଇପାରେ। ଧନକୁ ନେଇ ବିବାଦ, ପରିବାର ଅଶାନ୍ତି ଦେଖାଦେବ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ ଅସ୍ଥିର ମନେ ହେବ। ମହିଳାମାନେ ବଦ ଖର୍ଚ୍ଚୀ ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ବ୍ଲୁ କଲର। ଆପଣ ଆଜି ଗରିବ ଲୋକଙ୍କୁ କିଛି ଦାନ କରନ୍ତୁ। ସେଇଭଳି ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ। ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ ବ୍ୟବସାୟରେ ଆୟ ମଧ୍ୟମ ହେବ। କର୍ମରେ କିଛି ବିଘ୍ନ ଘଟିପାରେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମରେ ପ୍ରଶଂସିତ ହେବେ। ମହିଳାମାନେ ପରିବାର ଆଦର ପାଇବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ବ୍ଲୁ କଲର। ଆପଣ ଆଜି ଚଢ଼େଇମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଲୁଣି ଖାଦ୍ୟ। ସେଇଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ବାଣିଜ୍ୟ ବ୍ୟବସାୟୀରେ ଆୟ ଅଧିକ ହେବ। ବ୍ୟୟ ଭାର କମ୍ ରହିବ। ହୃତ ଧନ ଫେରି ପାଇବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମରେ ଆଗ୍ରହୀ ହେବେ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ କଲର। ଆପଣ ଆଜି କିଛି ଗଛରେ ପାଣି ଦିଅନ୍ତୁ ଏବଂ ଗଛରେ କେୟାର ମଧ୍ୟ ନିଅନ୍ତୁ। ଓଁ ନମୋ ବୁଦ୍ଧାୟ ଜପ କରନ୍ତୁ। ସେହି ଶେଷରେ ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମର ଉନ୍ନତି, ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟୀ ଓ ପରିବହନ ଆୟ ଉତ୍ତମ ହେବ। ଆକସ୍ମିକ ଧନ ଲାଭ ଓ କୌଣସି ସୂତ୍ରରୁ ଧନ ପ୍ରାପ୍ତିର ଯୋଗ ରହିଛି। ମୂଲ୍ୟବାନ ଧାତୁ କିମ୍ବା ଭୂମିରେ କ୍ରୟ କରିବେ ଯୋଜନା କରିବେ। ବିଦ୍ୟାର୍ଥୀ ଓ କର୍ମରେ ପରିଶ୍ରମ ଜାରି ରଖିବେ। ମହିଳାମାନେ ଆନନ୍ଦିତ ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ରଙ୍ଗ। ଆପଣ ଆଜି ଅଙ୍ଗୁର ବା ପିଜୁଳି ପ୍ରସାଦ ରୂପରେ ଖାଆନ୍ତୁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।